ଗଞ୍ଜାମ ଜିଲ୍ଲା ସୋରଡ଼ା ଆଡ଼ପ ମଣ୍ଡପ ସାହି ଯୁବକଙ୍କ ପକ୍ଷରୁ ଅନ୍ନଦାତ୍ରୀ ମହାମାୟୀ ମା ମହାଲକ୍ଷ୍ମୀଙ୍କ ପୂଜ୍ୟ ପୂଜା ତଥା ମାସିକ ଯାତ୍ରା ଅନୁଷ୍ଠିତ ହେଉଛି। ଏଥିପାଇଁ ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଅର୍ଥାତ୍ ମାର୍ଗଶିର ମାସର ପ୍ରଥମ ଦିନ ମାଙ୍କ ଆଗମନରେ ଏହି ପୂଜା 16 ନଭେମ୍ବର ଠାରୁ 15 ଡିସେମ୍ବର 2024 ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅଞ୍ଚଳର ତଥା ଗଞ୍ଜାମ ଓ କନ୍ଧମାଳ ଗଜପତି ଜିଲ୍ଲାର ସମ୍ମିଳନ ସ୍ଥଳ ସୋରଡ଼ାରେ ଅବସ୍ଥାପିତ ମାଙ୍କ ଯାତ୍ରା ଚଳିତ ବର୍ଷ ପ୍ରଥମ କରି ନୂତନ ଢଙ୍ଗରେ ପାଳିବା ପାଇଁ ମନେକରି ପ୍ରସ୍ତୁତି ଚଳାଇଛନ୍ତି। ଆଡ଼ପ ମଣ୍ଡପ ଯୁବକ ସଂଘ ପୂର୍ବ ନିର୍ଦ୍ଧାରିତ ରୀତିନୀତି ମୁତାବକ ଆଜି ବ୍ରାହ୍ମଣ ବରଣ, ଜଳଯାତ୍ରା, ନଗର ପରିକ୍ରମା ସହିତ ସୂର୍ଯ୍ୟ ପୂଜା ଓ ଶାଲା ସଂସ୍କାର ଓ ମଣ୍ଡପ ପୂଜାର୍ଚ୍ଚନା ଅଞ୍ଚଳର ଶ୍ରୋତୀୟ ପଣ୍ଡିତମାନଙ୍କ ଦ୍ୱାରା ଚାଲୁଥିବା ବେଳେ ଚଳିତ ବର୍ଷ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମଞ୍ଚ ମେଢ଼ ସାଙ୍ଗକୁ ତୋରଣ ଆଲୋକମାଳାରେ ସମ୍ପୂର୍ଣ୍ଣ ପେଣ୍ଡାଲକୁ ସଜାଯିବା ସହିତ ପ୍ରତ୍ୟହ ଅନ୍ନଭୋଗ ସହିତ ମାଙ୍କ ପ୍ରିୟବାର ଭାବେ ପରିଚିତ ପ୍ରତି ଗୁରୁବାର ଦିନ ବିଶେଷ ଷୋଡ଼ଶ ପୂଜାର୍ଚ୍ଚନା ସହିତ ପଡ଼ି ଅନ୍ନ ବ୍ୟବସ୍ଥା କରାଯାଉଥିବା ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି। ପ୍ରତିବର୍ଷ ଏହି ପର୍ବ ପାଳନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚଳିତ ବର୍ଷ ଏହାକୁ ବେଶ ଧୁମଧାମରେ ପାଳନ କରାଯିବ। ଏହିଭଳି ମହତ ଧର୍ମୀୟ ଚିନ୍ତାଧାରାକୁ ବୁଦ୍ଧିଜୀବୀ ଓ ଜ୍ଞାନୀ ଗୁଣୀ ସମାଜ ସାଧୁବାଦ ଜଣାଇଛନ୍ତି ଏବଂ ଚଳିତ ବର୍ଷ ନୂଆକରି କୋଟି ବ୍ରହ୍ମାଣ୍ଡରାଣୀ ପଡ଼ିଦାତ୍ରୀ ମହାମାୟୀ ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଡ଼ପ ମଣ୍ଡପ ଯୁବକ ସଂଘ ଆଶାବାଦୀ ଅଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ନାରାୟଣ ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।